नमस्कार दर्शक बंधु जय जगन्नाथ। आज हूँ मे 16 तारिख शुक्रवार। तेबे आसंतु नजर पकईबा आज दिन 20टी प्रमुख खबर गुड़िक उपरे। एबे गाँ गंडारे रहुथबा दिव्यांग माने काम करिवे। दिव्यांग को सुहाइला भली अनुकूल काम पंचायत पक्षरु व्यवस्था कराजिवो। महात्मा गांधी निश्चित कर्म नियुक्ति योजना बा मनरेगारे मिलिबो भिन्नक्षमक स्वार्थ को अग्राधिकार। दिव्यांग को घर पाखरे काम सह जगाई दियाजिवो जॉब कार्ड। महिला दिव्यांग पिलांको देखारेख करबा ପାଇଁ କ୍ରେଜ ସୃଷ୍ଟି ହେବ। ଜଣେ ଦିବ୍ୟାଙ୍ଗ ମହିଳା ରହି ନେବେ ପିଲାମାନଙ୍କ ଯତ୍ନ। ପ୍ରତି ଗାଁରେ ଗଠନ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ। ଯେତିକି ଦିବ୍ୟାଙ୍ଗ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ତାଙ୍କୁ ନେଇ ଗଠନ ହେବ ଏହି ଗ୍ରୁପ। ଜୁନ ମାସ ସୁଦ୍ଧା ଗ୍ରୁପ ଗଠନ ହେବ। ପଞ୍ଚାୟତରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ୱାରା କାମ ବନ୍ଦ କରିବାକୁ କହିଛନ୍ତି। ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି। ଏଥିପାଇଁ ଆଗାମୀ ଦିନରେ ଗାଇଡଲାଇନ ଅଣାଯିବ ବୋଲି କହିଛନ୍ତି। ଶ୍ରମିକ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି। ଏହାଦ୍ୱାରା ଦାଦନ ଖଟିବାକୁ ଲୋକ ଆଉ ବାହାରକୁ ଯିବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମନରେଗା କାମକୁ ସଠିକ ଭାବେ କରିବା ପାଇଁ ଚ୍ୟାଲେଞ୍ଜ ଭାବେ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ 2 ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏଭଳି ମତ ପୋଷଣ କରିଛନ୍ତି। ପରବର୍ତ୍ତୀ ଖବର କିଛି ଭିଡ଼ିଓ ମୋ ସହ ଭଲ ସମ୍ପର୍କ ରଖି ନାହାନ୍ତି। ଭିଡ଼ିଓ କନଫରେନ୍ସରେ ମୋ ଭାଷଣ ଆସିଲେ ଟିଭି ବନ୍ଦ କରିଦେଉଛନ୍ତି। ଲୋକଙ୍କୁ ପଳାଇ ଯିବାକୁ କହୁଛନ୍ତି। ଏହାପରେ ପରିସ୍ଥିତି କ'ଣ ହେବ ଆପଣମାନେ ଜାଣନ୍ତି। ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିବା ସମୟରେ ଟିଭି ବନ୍ଦ କରିବାକୁ ମୁଁ କ୍ଷମା କରିବିନି। ମୁଁ ଆଦିବାସୀ ତଳୁ ଆସିଛି। ମୋ ସରଳତା ମୋ ଦୁର୍ବଳତା ନୁହେଁ। ମୁଁ ହାର୍ଡ ନିଷ୍ପତ୍ତି ବି ନେଇପାରେ। ଗୁରୁବାର ଏଭଳି କିଛି କଥା କହିବା ସହିତ ଭିଡ଼ିଓଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି। ଆଦିବାସୀ ବର୍ଗରୁ ପ୍ରତିନିଧିତ୍ୱ କରୁଛି। କିନ୍ତୁ ମୁଁ ବହୁତ ବଡ଼ ନିଷ୍ପତ୍ତି ନେଇପାରେ। ମୋ ପାଖରେ ସବୁ ରିପୋର୍ଟ ରହିଛି। ସେକାଳ ପଖାଳ ଆଉ ନାହିଁ। ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ। ଯିଏ କାମ ନ କରିବ କ୍ଷମା ନାହିଁ। କୌଣସି ରାଜନୈତିକ ଚାପରେ ବଶବର୍ତ୍ତୀ ନ ହୋଇ କାମ କରିବାକୁ ଭିଡ଼ିଓମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲେଶ୍ୱର ଭଗ୍ରାଇରେ ଲକ୍ଷ୍ମୀ ବସ୍ ସେବା ଠପ୍। ସାଧାରଣ ଲୋକେ ହନ୍ତସନ୍ତ। ବାଲେଶ୍ୱର ଜିଲ୍ଲା ଭଗ୍ରାଇ ବ୍ଲକରେ 50ଟି ପଞ୍ଚାୟତର 6ଟି ଲକ୍ଷ୍ମୀ ବସ୍ ଚାଲୁ ରହିଥିବା ବେଳେ ଲୋକମାନେ ବହୁ ଉପକୃତ ହେଉଥିଲେ। ଦୀର୍ଘ 14 ମାସ ବସ୍ ଚଳାଇଥିବା ଡ୍ରାଇଭରମାନେ ମାସକୁ ପ୍ରାୟ 13,500 ଟଙ୍କା ପାଉଥିଲେ। ମାତ୍ର ଏହି ଟଙ୍କାକୁ ଅଧିକ କରିବା ପାଇଁ ସମସ୍ତ ଡ୍ରାଇଭରମାନେ ବାରମ୍ବାର ଦାବି ରଖିଥିଲେ। ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଦାବି କେହି ନ ଶୁଣିବାରୁ ସମସ୍ତ ଗାଡ଼ିକୁ ଡ୍ରାଇଭରମାନେ ବନ୍ଦ କରିଦେଇଛନ୍ତି। ପରବର୍ତ୍ତୀ ଖବର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶୁଣାଣି ହେଉଥିବା ଜନସାଧାରଣଙ୍କ ଅଭିଯୋଗର ମୁଖ୍ୟ ମାଧ୍ୟମ ଅଭିଯୋଗ ସେଲର ସ୍ଥାୟୀ କାର୍ଯ୍ୟାଳୟ ଶୀଘ୍ର ନୂଆ ସ୍ଥାନକୁ ସ୍ଥାନାନ୍ତର ହେବ। ସରକାରୀ ସୂତ୍ରରୁ ଏହା ସୂଚନା ମିଳିଛି। ଅଶୋକନଗର ମଣ୍ଡଳ ସାଧନ କେନ୍ଦ୍ର ୟୁନିଟ୍ 2ରେ ନୂଆ ସୁବିଧା ଯୋଜନା ହୋଇଛି। ନୂଆ ସ୍ଥାନ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ସେବା ତମ୍ବୁ ବ୍ୟବସ୍ଥାରେ ଚାଲିବ। ଏହି ନୂଆ ସୁବିଧା ସୁଲଭତା ବୃଦ୍ଧି ଓ ଦକ୍ଷତା ଉନ୍ନତି ଲକ୍ଷ୍ୟ ରଖିଛି, ଯାହା 15 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହେବ। ମୁଖ୍ୟମନ୍ତ୍ରୀ ମାଝୀ ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ନିର୍ମାଣ ଚାଲୁଥିବା ସମୟରେ ସେ ବ୍ୟକ୍ତିଗତ ଭାବେ ଅଭିଯୋଗ ଶୁଣାଣି ପାଇଁ ନିଷ୍ଠାପର ରହିବେ, ଯାହା ସେବାର ଅଖଣ୍ଡତା ବଜାୟ ରଖିବ। ପରବର୍ତ୍ତୀ ଖବର ମଧ୍ୟସ୍ଥତା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟର୍ନ। କହିଲେ ଭାରତ ପାକ୍ ମଧ୍ୟରେ ମଧ୍ୟସ୍ଥତା କରିନି, କେବଳ ବୁଝାମଣା ପାଇଁ ସହଯୋଗ କରିଥିଲି। ଉଭୟ ଦେଶର ସର୍ବୋଚ୍ଚ ନେତା କୂଟନୈତିକ ସ୍ତରରେ ଆଲୋଚନା କରି ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୁରର ସଫଳତା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ମୋଦି ନିଜ ଭାଷଣରେ କୌଣସି ସ୍ଥାନରେ ଆମେରିକା ରାଷ୍ଟ୍ରପତି କିମ୍ବା ଆମେରିକାର ନାଁ ଟିକେ ବି ନେଇନଥିଲେ। ଏଥିରୁ ପରୋକ୍ଷ ଭାବେ ସ୍ପଷ୍ଟ ହୋଇଥିଲା ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଡୋନାଲ୍ଡ ଦେଇଥିବା ପ୍ରସ୍ତାବକୁ ନାଁ କରିଥିଲେ ମୋଦି। ମୋଦି କହିଛନ୍ତି କି ଏଣିକି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହିଁ ହେବ। ପରବର୍ତ୍ତୀ ଖବର ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ଆର୍ମିରେ ଭର୍ତ୍ତି ହେବା ପାଇଁ ଆପଣଙ୍କୁ କୌଣସି ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ ନାହିଁ। ଇଣ୍ଟରଭ୍ୟୁ ଦେବା ପରେ ପରେ ସିଲେକ୍ସନ ହେବ।
ଦରମା 50,000 ଉପରେ ଥିବା ସୂଚନା। ତେବେ ଭାରତୀୟ ସେନାରେ ଭର୍ତ୍ତି ହେବାକୁ ହେଲେ ଇଚ୍ଛୁକ ପ୍ରାର୍ଥୀଙ୍କ ଟେକ୍ନିକାଲ ଗ୍ରାଜୁଏଟ୍ କୋର୍ସ କରିଥିବା ଦରକାର। ପ୍ରାର୍ଥୀମାନେ 29 ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେନାରେ ଭର୍ତ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ସିଧା ଇଣ୍ଟରଭ୍ୟୁ ମାଧ୍ୟମରେ ସିଲେକ୍ସନ୍ ହେବ ବୋଲି ଜଣାପଡ଼ିଛି। ଜାନୁଆରୀ 2026 ପାଇଁ ଆବେଦନ କରାଯାଉଛି। joinindianarmy.nic.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ପରବର୍ତ୍ତୀ ଖବର, ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫକୁ ନେଇ ବ୍ୟବସାୟୀ ବାର୍ତ୍ତା ଜାରି ରହିଛି। ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଆପଲ୍ ସିଇଓ ଟିମ୍ କୁକଙ୍କୁ ଭାରତରେ ଆପଲ୍ ଫୋନ୍ ନ ବନାଇବାକୁ ପରାମର୍ଶ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ମୁଁ ଚାହୁଁନି ଆପଣ ଭାରତରେ ଆପଲ୍ର କୌଣସି ସାମଗ୍ରୀ ନିର୍ମାଣ କରନ୍ତୁ। ଭାରତ ତାର ନିଜ କଥା ନିଜେ ବୁଝିବ। କେବଳ ସେତିକି ନୁହେଁ, ଆଉ ଏକ ବଡ଼ ଦାବି କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି କି ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଶୂନ୍ୟ ଟାରିଫ୍ ଲଗାଇବାକୁ ପରାମର୍ଶ ଦେଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ଭାରତ ତରଫରୁ ଆମେରିକାର ଅନେକ ସାମଗ୍ରୀ ଉପରେ ଟାରିଫ୍ କମ୍ କରିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର, ସାରା ଦେଶରେ 10ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରାଯାଇଛି। ସିବିଏସ୍ଇ ଏବଂ ରାଜ୍ୟ ବୋର୍ଡ ପରୀକ୍ଷାରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡ଼ିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ବୈଭବ ସୂର୍ଯ୍ୟବଂଶୀ ସିବିଏସ୍ଇ ବୋର୍ଡରୁ 10ମ ଶ୍ରେଣୀ ପରୀକ୍ଷା ଦେଇ ଫେଲ୍ ହୋଇଛନ୍ତି। ଏଣୁ ସେ ଖେଳରେ ହିରୋ ଏବଂ ପାଠପଢ଼ାରେ ଜିରୋ ବୋଲି କୁହାଯାଉଛି। କିନ୍ତୁ ଏହି ଖବର କେତେ ସତ କେତେ ମିଛ ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସାମାଜିକ ଗଣମାଧ୍ୟମରେ ବୈଭବ ସୂର୍ଯ୍ୟବଂଶୀ ଫେଲ୍ ହୋଇଥିବା ଖବର ଯାଞ୍ଚ କରିବା ପରେ ଜଣାପଡ଼ିଛି ଯେ ଏହା ସତ୍ୟ ନୁହେଁ। ତେବେ ପ୍ରଥମ କଥା ହେଉଛି, ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ 10ମ ଶ୍ରେଣୀ ପଢ଼ି ନାହାନ୍ତି। ସେ ଏବେ 9ମ ଶ୍ରେଣୀରେ ପଢ଼ୁଛନ୍ତି। ଅର୍ଥାତ୍ ତାଙ୍କର ବୋର୍ଡ ପରୀକ୍ଷା ପାଇଁ ଏବେ ବି ସମୟ ଅଛି। 14 ବର୍ଷୀୟ ସୂର୍ଯ୍ୟବଂଶୀ IPL 2025 ସମୟରେ 35 ବଲରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ। ସେ ସେହି ଇନିଂସରେ 11ଟି ଛକା ମାରିଥିଲେ। ବୈଭବ ସୂର୍ଯ୍ୟବଂଶୀ ବୋର୍ଡ ପରୀକ୍ଷାରେ ବିଫଳ ହୋଇଥିବା ବ୍ୟକ୍ତିଙ୍କ ନାମ ନୁହେଁ, ବରଂ T20 କ୍ରିକେଟ ଜଗତରେ ଶତକ ମାରିଥିବା ସବୁଠାରୁ କମ୍ ବୟସ୍କ ବ୍ୟାଟ୍ସମ୍ୟାନଙ୍କର ନାମ। ପରବର୍ତ୍ତୀ ଖବର, ଖରାଦିନେ ସାଧାରଣତଃ ବିୟର ଦର ବଢ଼ି ଯାଇଥାଏ, କିନ୍ତୁ ଏହି ଗ୍ରୀଷ୍ମ ଋତୁରେ ବିୟର ଶସ୍ତାରେ ମିଳିବ। ବର୍ତ୍ତମାନ ବ୍ରିଟିଶ ବିୟର ବ୍ରାଣ୍ଡସ୍ ଭାରତରେ ଶସ୍ତାରେ ମିଳିବ। ଭାରତ ଏବଂ ବ୍ରିଟେନ ମଧ୍ୟରେ ହୋଇଥିବା ମୁକ୍ତ ବ୍ୟାପାର ଚୁକ୍ତିନାମା ପରେ ବ୍ରିଟେନରେ ବିୟର ଉପରେ ଟ୍ୟାକ୍ସ 75% ହ୍ରାସ କରାଯାଇଛି। ଭାରତରେ ବ୍ରିଟିଶ ବିୟର ବ୍ରାଣ୍ଡ ଖୁବ୍ ଶସ୍ତାରେ ମିଳିବ। ବ୍ରିଟେନର ବିୟର, ସ୍କଚ୍ ଏବଂ ହ୍ୱିସ୍କିରେ ମଧ୍ୟ ଟ୍ୟାକ୍ସ କମ୍ କରାଯାଇଛି। ତେଣୁ ଭାରତରେ ଯେଉଁ ବିୟର ବୋତଲ 200 ଟଙ୍କା ଥିଲା, ବର୍ତ୍ତମାନ ତାହା 50 ଟଙ୍କାରେ ମିଳିବ। ପରବର୍ତ୍ତୀ ଖବର, ଆରମ୍ଭ ହୋଇନି ପ୍ରକ୍ରିୟା, ତେଣୁ ଏଥର ଦେଶର ଜନଗଣନା ବିଳମ୍ବରେ ହୋଇପାରେ। ଏ ବାବଦରେ ଜାତୀୟ କିମ୍ବା ରାଜ୍ୟ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ରାଜ୍ୟକୁ ବି କୌଣସି ନିର୍ଦ୍ଦେଶନାମା ଆସିନାହିଁ। କେନ୍ଦ୍ର ଓ ରାଜ୍ୟରେ କମିଶନର ବି ନିଯୁକ୍ତି ହୋଇନାହାନ୍ତି। ତେଣୁ ଜନଗଣନା ବିଳମ୍ବ ହୋଇପାରେ ବୋଲି କୁହାଯାଉଛି। 2026 ସୁଦ୍ଧା ଶେଷ ହେବ ଦେଶର ଜନଗଣନା। ହେଲେ ଏଯାଏଁ ଜାତୀୟ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ମଧ୍ୟ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡ଼ିଛି। ଏମିତିକି କେନ୍ଦ୍ର ତରଫରୁ ରାଜ୍ୟକୁ ଜନଗଣନା ବାବଦରେ କୌଣସି ନିର୍ଦ୍ଦେଶ ଆସିନଥିବା ରାଜ୍ୟ ଜନଗଣନା କାର୍ଯ୍ୟାଳୟରୁ ସୂଚନା ମିଳିଛି। ପରବର୍ତ୍ତୀ ଖବର, ଆଗକୁ ଆସୁଛି ବିହାର ନିର୍ବାଚନ, ଯାହାକୁ ନେଇ ବିହାର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ଆଉ ଏହାରି ଭିତରେ କଂଗ୍ରେସ ସାଂସଦ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିହାର ଦରଭଙ୍ଗା ଗସ୍ତକୁ ନେଇ ମୁଣ୍ଡ ଟେକିଛି ବିବାଦ। ସେ ଆମ୍ବେଦକର ହଷ୍ଟେଲରେ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବାକୁ ଚାହୁଁଥିଲେ, କିନ୍ତୁ ପ୍ରଶାସନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଧାରା 144 ବଳବତ୍ତର ଥିଲା। ଯେତେବେଳେ ସ୍ଥାନୀୟ ପ୍ରଶାସନ ଦରଭଙ୍ଗା ବିମାନ ବନ୍ଦରରେ ରାହୁଲ ଗାନ୍ଧୀଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ସେ କଂଗ୍ରେସ ନେତାଙ୍କ ସହାୟତାରେ କାରରେ ବସି ଆମ୍ବେଦକର ହଷ୍ଟେଲ ନିକଟରେ ପହଞ୍ଚିଥିଲେ। ଅନୁମତି ନଥିଲେ ମଧ୍ୟ ରାହୁଲ ଗାନ୍ଧୀ ହଷ୍ଟେଲରେ ଛାତ୍ରମାନଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ଯେ ପ୍ରଶାସନ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ମୁଁ ପଛ ଦ୍ୱାର ଦେଇ ଏଠାକୁ ଆସିଛି। ଦେଖ, ଏହି ଦେଶରେ ତୁମର ଦଳିତ ପଛୁଆ ବର୍ଗ, ଅତ୍ୟନ୍ତ ପଛୁଆ ବର୍ଗ, ଆଦିବାସୀ ବର୍ଗ, ତୁମ ଉପରେ 24 ଘଣ୍ଟା ଅତ୍ୟାଚାର ଚାଲିଛି। ସେ ଆହୁରି କହିଛନ୍ତି, ଆମେ 3ଟି ଦାବି ରଖିଛୁ। ପ୍ରଥମତଃ, ତେଲେଙ୍ଗାନାରେ ଆମେ କରିଥିବା ଉପଯୁକ୍ତ ଜାତିଗତ ଜନଗଣନା ହେବା ଉଚିତ। ଦ୍ୱିତୀୟତଃ, ଭାରତର ଆଇନ ହେଉଛି ଯେ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ସଂରକ୍ଷଣ ରହିବା ଉଚିତ। ଏହା ନରେନ୍ଦ୍ର ମୋଦି କିମ୍ବା ବିହାର ସରକାର ସେହି ଆଇନ କାର୍ଯ୍ୟକାରୀ କରୁନାହାନ୍ତି। ତେଣୁ ଆମେ ସେମାନଙ୍କ ଉପରେ ଚାପ ପକାଇବୁ।
ପରବର୍ତ୍ତୀ ଖବର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବହୁ ଘରୋଇ ଶିଳ୍ପ ଅନୁଷ୍ଠାନ ଆବଶ୍ୟକତାଠାରୁ ଅଧିକ ଜମି ନେଇଛନ୍ତି। ସେ ଜମିଗୁଡ଼ିକୁ ବ୍ୟବହାର କରିପାରି ନାହାନ୍ତି। ସେହିଭଳି ବହୁ ଶିଳ୍ପ ସଂସ୍ଥା ଜମି ନେଇ 5 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶିଳ୍ପ ପ୍ରତିଷ୍ଠା କରିପାରି ନାହାନ୍ତି। ସଂକ୍ରାନ୍ତରେ 2 ମାସ ମଧ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବ। ଜିଲ୍ଲାରେ ଏଭଳି କେତେ ଶିଳ୍ପ ଅଛି ତାହା ରିପୋର୍ଟ ଦେବେ ଜିଲ୍ଲାପାଳ। ସରକାର ଆଇନ ଅନୁସାରେ ସେହିସବୁ ଜମିକୁ ଫେରସ୍ତ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଓଡ଼ିଶାରେ ବହୁ ଶିଳ୍ପ ପ୍ରକଳ୍ପ ଲାଗି ଶିଳ୍ପ ସଂସ୍ଥାଙ୍କ ସହ MOU ସ୍ୱାକ୍ଷର କରାଯାଇଛି। ସେଥିପାଇଁ ପର୍ଯ୍ୟାପ୍ତ ଜମିର ଆବଶ୍ୟକତା ରହିଛି। ଶିଳ୍ପ ପ୍ରତିଷ୍ଠା ସହ ବର୍ତ୍ତମାନର ସରକାର ପରିବେଶ ସୁରକ୍ଷା ଗୁରୁତ୍ୱ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିବେଶ ସୁରକ୍ଷା ଲାଗି ଏକ SOP ପ୍ରସ୍ତୁତ କରାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପରବର୍ତ୍ତୀ ଖବର ପୁଣି ବିଜେଡିରେ ହଲଚଲ। ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ନାଁ। ସୁପ୍ରିମ ଦେଇଥିବା ପଦକୁ ଗ୍ରହଣ କଲେନି ବିଜେଡି ନେତା। ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା, ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ ଜୋନ୍ର କୋଅର୍ଡିନେଟର ଭାବେ ଦାୟିତ୍ୱ ଦେଇଥିଲେ। ହେଲେ ଏହି ଦାୟିତ୍ୱକୁ ନେଇ ସେ ଖୁସି ନଥିବା ଜଣାପଡ଼ିଛି। ଯେଉଁ କାରଣରୁ ସିଧା ନବୀନ ନିବାସ ଆସି ସେ ନିଜର ଅସନ୍ତୋଷ ଜାହିର କରିବା ସହିତ ଏହି ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ପରବର୍ତ୍ତୀ ଖବର ପାକିସ୍ତାନ ସହିତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ପୁଣି ସ୍ପଷ୍ଟ କରିଛନ୍ତି। ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ। କାଶ୍ମୀର ଉପରେ ଆଲୋଚନା ହେବାକୁ ଥିବା ଏକମାତ୍ର ବିଷୟ POK, ପାକିସ୍ତାନ ଦ୍ୱାରା କାଶ୍ମୀରରେ ଅବୈଧ ଅଧିକୃତ ଅଞ୍ଚଳ ଖାଲି କରିବା। କାଶ୍ମୀର ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି ବୋଲି ଜୟଶଙ୍କର କହିଛନ୍ତି। ପରବର୍ତ୍ତୀ ଖବର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ପାକିସ୍ତାନୀ ପତାକା ବିକ୍ରୟ ଉପରେ ରୋକ ଲଗାଇଛନ୍ତି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ CCPA ବୁଧବାର ଆମାଜନ ଇଣ୍ଡିଆ, ଫ୍ଲିପକାର୍ଟ, ୟୁବେ ଇଣ୍ଡିଆ, ଇଟ୍ଜି ସମେତ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ପାକିସ୍ତାନୀ ପତାକା ଏବଂ ପାକିସ୍ତାନୀ ସମ୍ପର୍କିତ ଜିନିଷଗୁଡ଼ିକର ବିକ୍ରୟ ସମ୍ପର୍କରେ ନୋଟିସ୍ ଜାରି କରିଛି। ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ଏପରି ସମସ୍ତ ବିଷୟବସ୍ତୁ ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଲୋକସଭା ଭବନରେ ନବୀନ ଜିନ୍ଦଲଙ୍କ ସହ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟରେ ଅଧିକ ଷ୍ଟିଲ୍ ଉତ୍ପାଦନ ଏବଂ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା ହୋଇଛି। ବର୍ତ୍ତମାନ ଦେଶର ଷ୍ଟିଲ୍ ଉତ୍ପାଦନ ପରିମାଣ ବାର୍ଷିକ 165 ମିଲିୟନ ଟନ୍ ରହିଛି। 2047 ସୁଦ୍ଧା ଏହି ପରିମାଣ 500 ବିଲିୟନ 2047 ସୁଦ୍ଧା ଏହି ପରିମାଣ 500 ମିଲିୟନ ଟନ୍ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ଷ୍ଟିଲ୍ ଉତ୍ପାଦନ ବୃଦ୍ଧିରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଷ୍ଟିଲ୍ କମ୍ପାନୀମାନଙ୍କୁ ଯେପରି ସୁବିଧାରେ ଲୁହାପଥର ମିଳିବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ମିଳିପାରିବ ସେ ବିଷୟରେ ବୈଠକରେ ଚର୍ଚ୍ଚା କରାଯାଇଛି। ପରବର୍ତ୍ତୀ ଖବର କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ ପାଠ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି। ସେ କହିଛନ୍ତି କଲେଜରୁ ଶିଖିବେ ଟଙ୍କା ରୋଜଗାର କରିବାର କଳା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସହ MOU ସ୍ୱାକ୍ଷରିତ ହୋଇଛି। ସେ କହିଛନ୍ତି ଯେ 2ଟି ଲେଭେଲରେ ପରୀକ୍ଷଣ କରାଯିବ। ସାମାଜିକ ଏବଂ ଆର୍ଥିକ ଅନଗ୍ରସର ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ପରଦିନ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି। ସେ କହିଛନ୍ତି ଯେ ଜାତିଭିତ୍ତିକ ସଂରକ୍ଷଣ 50% ଟପିବନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ SC/BC ବର୍ଗଙ୍କ ନାମ ଲେଖା ନେଇ 11.25% ସଂରକ୍ଷଣ କରିଛୁ। ପୂର୍ବରୁ SC/ST ବର୍ଗଙ୍କ ପାଇଁ 38.75% ସଂରକ୍ଷଣ ବ୍ୟବସ୍ଥା ରହିଛି। ପରବର୍ତ୍ତୀ ଖବର ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସରଗୋଦା ଜିଲ୍ଲାସ୍ଥିତ କିରାନା ହିଲ୍ସରେ ଥିବା ଏକ ପରମାଣୁ ମିସାଇଲ ଭଣ୍ଡାର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ। ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ଏଠାରୁ ରେଡିଏସନ୍ ଲିକ୍ ହେବାରେ ଲାଗିଛି। ଫଳରେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକମାନେ ଘରଦ୍ୱାର ଛାଡ଼ି ପଳାଇଛନ୍ତି। ସୋସିଆଲ ମିଡ଼ିଆରେ ଏବେ ଏଭଳି ଚର୍ଚ୍ଚା ଜୋରଦାର ହେଉଛି। କିନ୍ତୁ କିରାନା ହିଲ୍ସ ଉପରେ ଆକ୍ରମଣ କରିଥିବା ଖବରକୁ ଭାରତ ପୂର୍ବରୁ ଖଣ୍ଡନ କରିଦେଇଛି। ସେଭଳି ଅନ୍ତର୍ଜାତୀୟ ଆଣବିକ ଶକ୍ତି ଏଜେନ୍ସି ମଧ୍ୟ ପାକ୍ ଆଣବିକ କେନ୍ଦ୍ରରୁ ବିକିରଣ ଲିକ୍ ହେବା ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛି।
गत 12 तारिख रे भारतर एयर मार्शल ए.के. भारती सांबादिक सम्मेलन रे कहिथिले आम सेना किराना हिल्स उपरे हमला करिनाही। एमितिकी किराना हिल्स रे पाकिस्तान आणविक केन्द्र थिबा आमे जानि नाहु। परवर्ती खबर पहलगाम आतंकी हमला परे भारत ऑपरेशन सिंदूर रे पाकिस्तान और पीओके स्थित 9 आतंकी केन्द्र उपरे एयर स्ट्राइक करी ध्वंस करिछि। ଏହି ଆତଙ୍କୀ କେନ୍ଦ୍ରରେ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ସହ ଭାରତ ବିରୋଧରେ ଆତଙ୍କୀ ହାମଲା ପରେ ଷଡ଼ଯନ୍ତ୍ର ରଚାଯାଉଥିଲା। ତେବେ ଭାରତ ଏକ ସଙ୍ଗେ ଏହି ସବୁ ଆତଙ୍କୀ ଶିବିରକୁ ନିମିଷକେ ଧ୍ୱଂସ କରିଦେଇଛି। ଉଲ୍ଲେଖନୀୟ ପାକିସ୍ତାନ ନିଜର ଏୟାର ଡିଫେନ୍ସ ସିଷ୍ଟମ ଚୀନରୁ କିଣିଛି। ପିଆଇବିର ପ୍ରେସ୍ ରିଲିଜରେ କୁହାଯାଇଛି ଯେ ଚୀନରେ ନିର୍ମିତ ଏହି ଏୟାର ଡିଫେନ୍ସକୁ ଆକ୍ରମଣ ଉପରେ ଭାରତୀୟ ବାୟୁସେନା ଜାମ୍ କରିଦେଇଥିଲା ଏବଂ ଏହାକୁ ବାଇପାସ୍ କରିଥିଲା। ସେହି ସମୟରେ ଭାରତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାଗୁଡ଼ିକ ଉପରେ ସଠିକ୍ ଏବଂ ଲକ୍ଷ୍ୟଭେଦୀ ଆକ୍ରମଣ କରିଥିଲା।